ଯାଜପୁର ରୋଡ ଥାନା ସୋବରା ଅଞ୍ଚଳର ଓମ୍ ଡିଜିଟାଲ ଫିଲ୍ମ ଷ୍ଟୁଡିଓ ମାଲିକ ଦୀପକ କୁମାର ସାହୁଙ୍କୁ ବିଭତ୍ସ ହତ୍ୟା ପୂର୍ବ ଶତ୍ରୁତାକୁ ନେଇ ଏଭଳି ବିଭତ୍ସ ହତ୍ୟା ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷତାକ୍ତ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ଏବଂ ସେ ଶୋଇଥିବା ଅବସ୍ଥାରେ କେହି ତାଙ୍କୁ ହତ୍ୟା କରିଛନ୍ତି। ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବନାଞ୍ଚଳ ବନ୍ତା ବିଟ୍ର ଖଣ୍ଡସର ଗ୍ରାମ୍ୟ ଜଙ୍ଗଲରେ ଏକ ମାଇ ହାତୀର ମୃତ୍ୟୁ ଠାବ ହୋଇଛି। 2 ଦିନ ତଳେ ହାତୀପଲରୁ ଏହି ମାଇ ହାତୀଟି କୌଣସି ମତେ ଅଲଗା ହୋଇ ଉକ୍ତ ଜଙ୍ଗଲରେ ଘୁରି ବୁଲିବା ବେଳେ ଏକ ଭଙ୍ଗା ନାଳର ଗର୍ତ୍ତ ଭିତରକୁ ଖସି ପଡିଥିଲା ବୋଲି ସୂଚନା। ଦିଲ୍ଲୀ ନିର୍ବାଚନରେ ବିଜେପି ବିଜୟ ହାସଲ କରି ଦିଲ୍ଲୀରେ ସରକାର ଗଠନ କରିବାକୁ ଯାଉଛି। ବିଧାନସଭାର 17ଟି ଆସନରୁ ବିଜେପି 48ରେ ବିଜୟୀ ହୋଇଥିବା ବେଳେ ଆପ୍ 22ଟି ଆସନ ପାଇଛି ଏବଂ କଂଗ୍ରେସ କ୍ରମାଗତ 3 ଥର ବିଧାନସଭାରେ 0 ଆସନ ପାଇଛି। କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବେଡାଗାଁ ପଞ୍ଚାୟତ ଦେହେଡା ଗାଁରେ ପୂର୍ବ ଶତ୍ରୁତାକୁ ନେଇ ସାନ ଭାଇ ପୂର୍ଣ୍ଣ ମାଝୀକୁ ଗୁଳି କରି ହତ୍ୟା କଲା ବଡ ଭାଇ କୃଷ୍ଣ ମାଝୀ। ଉଭୟ ଭାଇଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ଲାଗି ରହିଥିଲା। ସେଥିରେ ସାନ ଭାଇ ଦେଶୀ ବନ୍ଧୁକରେ ବଡ ଭାଇକୁ ଗୁଳି କରି ହତ୍ୟା କରିଛି। Preview. Audio Jungle. Audio Jungle. Preview. ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଏମ୍ବି ଏକ୍ସଚେଞ୍ଜ ଗାଁ ନିକଟ ଜଙ୍ଗଲରୁ ନିଖୋଜ ଥିବା 2 ନାବାଳିକାଙ୍କର ମୃତଦେହ ଉଦ୍ଧାର। 2 ନାବାଳିକାଙ୍କ ମୃତଦେହ ଏକ ଗଛରୁ ଉଦ୍ଧାର ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ଏବଂ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ମୃତକ ଦେହ ଏମ୍ବି 72 ପ୍ରାଥମିକ ନୋଡାଲ ବିଦ୍ୟାଳୟ ଛାତ୍ରୀ ବୋଲି ସୂଚନା। ଜଗତସିଂହପୁର ସଦର ଦୁର୍ଗ ବଜାର ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅଗ୍ନିକାଣ୍ଡ। ସକାଳୁ ବ୍ୟାଙ୍କର ସଟର ବାଡ଼ ଦେଇ ଧୂଆଁ ବାହାରୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ଏବଂ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ବ୍ୟାଙ୍କର ସଟର ଭାଙ୍ଗିବା ସହ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ତେବେ କ୍ଷୟକ୍ଷତିର ସ୍ପଷ୍ଟ ସୂଚନା ମିଳିନାହିଁ। କଟକ ଶିଖରପୁର ଓଭରବ୍ରିଜ ଉପରେ ବାଇକକୁ ଧକ୍କା ଦେଇ ମାଡ଼ିଗଲା ଟ୍ରକ୍। ଏଥିରେ ବାଇକରେ ଥିବା ମାମୁଁ ଓ ଭଣଜାଙ୍କର ମୃତ୍ୟୁ ଘଟିଥିବା ବେଳେ ଭଉଣୀ ରୀନା ବାରିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ରୀନା ବାରିକ ତାଙ୍କ ମାଉସୀ ପୁଅ ଭାଇ ଜ୍ଞାନରଞ୍ଜନ ପରିଡ଼ା ଓ 4 ବର୍ଷର ପୁଅ ସହ ବାଇକ ଯୋଗେ କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ଯାଉଥିଲେ। Preview. Preview. Audio Jungle. Audio Jungle. Preview. ମୟୂରଭଞ୍ଜ ଜିଲ୍ଲା ସୁଳିଆପଦା ଥାନା ଅଧୀନ ଡିମ୍ବିଆ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ। ଏଥିରେ ବାଇକରେ ଥିବା 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସମସ୍ତ ସୁଳିଆପଦା ବ୍ଲକ ସିଙ୍ଗିଡା ଗ୍ରାମକୁ ଭୀମ ମେଳା ଦେଖିବା ପାଇଁ ଯାଉଥିଲେ ଏବଂ ସେମାନେ ହେଲେ ଧାତିକା ଗ୍ରାମର ବିଜନ ଦେଓ, ରବୀନ୍ଦ୍ର ଦେଓ ଓ ବାଦଲ ନାୟକ। କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଡୁଡୁକା ଠେଙ୍ଗା ପଞ୍ଚାୟତ ମୁନୁଗା ପଦର ଗାଁରେ ଘର ମୁରବୀକୁ ମାରି ପୋତିଦେଲେ ସ୍ତ୍ରୀ, ପୁଅ ଏବଂ ଜ୍ୱାଇଁ। ଖବର ପାଇ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ସ୍ତ୍ରୀ ରୁକ୍ମଣୀ ଦଳପତି, ସାନ ପୁଅ ଫକୀର ଦଳପତି ଓ ଜ୍ୱାଇଁ କ୍ଷୀର ସିନ୍ଧୁ ନାଗକୁ ଥାନାକୁ ଆଣି ହତ୍ୟା ସମ୍ପର୍କରେ ଅଧିକ ତଥ୍ୟ ଲାଗି ସମସ୍ତଙ୍କୁ ଜେରା କରିଛି।
ଏବଂ ଦକ୍ଷିଣ ମେକ୍ସିକୋରେ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ପରେ ବସ୍ରେ ନିଆଁ ଲାଗି ବସ୍ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଏହି ଦୁର୍ଘଟଣାରେ ବସ୍ରେ ଥିବା 41 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଉକ୍ତ ବସ୍ଟି 48 ଜଣ ଯାତ୍ରୀଙ୍କୁ ନେଇ କାନକୁନରୁ ଟବାସ୍କୋ ଯାଉଥିଲା। Preview.